10ଟି ଶ୍ରମିକ ସ୍ୱାଧୀନ ଫେଡେରେସନ ପକ୍ଷରୁ ଆଜି 12 ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜାରି ରହିବ। ଓଡ଼ିଶାରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକୋ, ପିକେଟିଂ ଓ ବିକ୍ଷୋଭ ଚାଲିଛି। ଶ୍ରମିକ ସଂଗଠନମାନଙ୍କ ଏହି ସର୍ବଭାରତୀୟ ଧର୍ମଘଟକୁ ଓଡ଼ିଶାରେ କଂଗ୍ରେସ ଓ ବିଜେଡି ବିଜୁ ଶ୍ରମିକ ସାମୁଖ୍ୟ ସମର୍ଥନ ଘୋଷଣା କରିଛି। ଅନ୍ୟ ସଂଗଠନମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍କିରିପୋଷି ଜାତୀୟ ରାଜପଥ 49 ବିଶୋଇ କୋଲକାତା ରୋଡ ବନ୍ଦ କରିଛନ୍ତି ବିକ୍ଷୋଭକାରୀ। ଡାକରା ହେଇଛି ସେଇଟା ଶୁଭ କାମ ଆଜି ଆମର ବନ୍ଦ ହେଇଛି। ଆମର ନୂଆ ସରକାର ଆସିଛି, ଆମକୁ କ'ଣ ଦେଇଛି? କିଛି ଦେଇନି। ଯାହା କରୁଛି ନିଜେ ମାଟି ଖାଇଯାଉଛି, ଗରିବକୁ ସହଯୋଗ କରୁନାହିଁ। କହିଲା ଚାଳ ଘର ରହିବ ନାହିଁ, ସବୁ ଛାତ କରିଦେବ। କେଉଁଠି ଛାତ କଲା? ଲୋକମାନେ ହଇରାଣ ହେଉଛନ୍ତି, ଖାଇବାକୁ ପାଉନାହାନ୍ତି। କ'ଣ କରିବେ ଆଉ? ଯାହା ହେଉଛି ଜିନ୍ଦାବାଦ ଚାଲିଛି ଆମର। ଆମ ଯୋଜନା ସଫଳ ହେଉ, ଏଥିରେ ଭାଇ ଧନ୍ୟବାଦ କରୁଛୁ। ସମସ୍ତେ ସମର୍ଥନ କରିଛନ୍ତି। এই যে শ্রম কোড আইন লাগু করছি সরকার, কেন্দ্র সরকার লাগু করছি, আ বিরুদ্ধে দেশ তমাম আজ বিদ্রোহ হচ্ছে। এই বিদ্রোহକୁ জনসাধারণ সমস্তে সমর্থন করছেন। তেণু আমি তাকে সফল করা যেতে পারু চেষ্টা করছু। জানিছেন পলিটিক্স মোদি গভর্নমেন্ট গঙ্গারু আরম্ভ করে রামটি লটিকিছন্তি। ଆମେ ସେଇ ଗଙ୍ଗାରେ ତାଙ୍କୁ ସ୍ନାନ କରେଇବୁ। ତା ସହିତ ତାଙ୍କୁ ନେଇକି କ'ଣ କହିଲ ଯେଉଁ ରାମ ନାମ ଗ୍ୟାସ୍ ସେଇଠି ପହଞ୍ଚେଇବୁ। ଆଜି ଶ୍ରମିକ ତାତିଛନ୍ତି, ଆପଣ ଦେଖୁଛନ୍ତି। ଶ୍ରମିକ ଯେଉଁ 44ଟି ଶ୍ରମ କୋଡ଼କୁ 4ଟି ଶ୍ରମ କୋଡ଼ କରିବେ, ତାକୁ ଆମେ କହୁଛୁ ବାତିଲ କରନ୍ତୁ। 2025 ବିଜୁଳି ବିଲ୍ ଛାଡ଼ କରିବା ଆମର ଦାବି। ଆପଣ ଜାଣିଛନ୍ତି 3ଟା ସିଫ୍ଟ ଯେଉଁ ଗୋଟେ ଲୋକଙ୍କର ଥିଲା ମୌଳିକ ଅଧିକାର, ତାକୁ ଇଏ ଗଭର୍ଣ୍ଣମେଣ୍ଟ କ'ଣ କରୁଛନ୍ତି? 2ଟା ସିଫ୍ଟ କରୁଛନ୍ତି। ସନ୍ଧ୍ୟାବେଳରେ ଗୋଟେ ଝିଅଟେ ଯେତେ ଯାଉଛି, ତା ମା ଭାବନାରେ ରହୁଛି ମୋ ଝିଅ କେମିତି ଫେରିବ। ତ ସେ ଜାଗାରେ ଇଏ ରାତ୍ରିରେ ତାଙ୍କୁ ଡ୍ୟୁଟି ଦେବେ, ଏଇଟା କେତେ ଦୂର? ସେଥିପାଇଁ ଆଜି ଛାତ୍ର ସଂଗଠନ, ଶ୍ରମିକ ସଂଗଠନ, ସବ ଟ୍ରେଡ୍ ୟୁନିୟନ, 12 ଗୋଟି ଟ୍ରେଡ୍ ୟୁନିୟନ ସମସ୍ତେ ରାଜରାସ୍ତାରେ, ପଲ୍ଲୀରୁ ଦିଲ୍ଲୀ, ଗାଁରୁ ସହର, ସବୁ ଜାଗାରେ ପ୍ରୋଟେଷ୍ଟ। ଯେପର୍ଯ୍ୟନ୍ତ ତାଙ୍କର ସେ ଯେଉଁ ମନ ଇଚ୍ଛା ଛାଡ଼ିବେନି, ସେ ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ। ନାଇଁ ରାସ୍ତା ଆପଣ ଯାଉନାହାନ୍ତି ମେନ୍ ରୋଡ଼ରେ ଯେଉଁଠି ଆପଣଙ୍କ ବିରୋଧୀ ବାହାରିବେ ସେଠି ଦେଖା। ଯେଉଁଠି ବିରୋଧ କରିବା ଲୋକ ସେ ଆପଣଙ୍କ ଅପୋଜିଟ୍, ବୁଝିପାରିଲେ? ଯେଉଁଠି ବିରୋଧ ଆମେ ଆଜ୍ଞା ଆପଣଙ୍କ ବେନିଫିଟ୍ ପାଇଁ ଚିନ୍ତା କରୁଛୁ ନା ଆମ ସ୍ୱାର୍ଥ ପାଇଁ କରୁଛୁ? ହଁ, 3ଟା ସିଫ୍ଟ କି ମୋଦି ଗଭର୍ଣ୍ଣମେଣ୍ଟ ପ୍ରତ୍ୟାହାର ଦାବିରେ ଘରୋଇ ଅଣଚୁକ୍ତିନାମା 2025 ବାତିଲ, ଏଇଭଳିଆ ଦାବିରେ ଆଜି ସମଗ୍ର ଭାରତ ବର୍ଷରେ 10ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ତରଫରୁ ଯେଉଁ ଭାରତ ବନ୍ଦର ଡାକରା ଦିଆଯାଇଛି, ତାହା ଆଜି ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି ଓଡ଼ିଶାରେ। ଏବଂ ଓଡ଼ିଶାର ଜନଗଣ, ଓଡ଼ିଶାର ଶ୍ରମିକ ଶ୍ରେଣୀ ହଜାର ହଜାର ସଂଖ୍ୟାର କେନ୍ଦ୍ର ଓ ରାଜ୍ୟ ସରକାରର ଶ୍ରମିକ କର୍ମଚାରୀମାନଙ୍କ ନୀତି ବିରୁଦ୍ଧରେ ରାଜରାସ୍ତାକୁ ଆସିଛନ୍ତି ଏବଂ ଦାବି କରିଛନ୍ତି ଯେଉଁ ଶ୍ରମିକ କର୍ମଚାରୀ ଆଇନ ବିରୋଧୀ ଆଇନ ଅଛି, ତାକୁ ଅବିଳମ୍ବେ ଲାଗୁ ନ କରିକି ପ୍ରତ୍ୟାହାର କରନ୍ତୁ। ଏ ହେଉଛି ଆଜିର ଭାରତ ବନ୍ଦର ମୁଖ୍ୟ ଦାବି। କହୁଛି ଆଜି ପୁରା ରାସ୍ତା ରୋକ କରିଦେବି। ସାରା ଭାରତର ଯେଉଁମାନେ ଅଛନ୍ତି ପ୍ରାଇଭେଟ୍ ଶ୍ରମିକ କୋଡ଼କୁ ନେଇକି 4ଟା କୋଡ଼ ଯେଉଁ କେନ୍ଦ୍ର ସରକାର ଯେଉଁ କରିଛନ୍ତି, ତାକୁ ବିରୋଧ କରାଯାଉଛି। ସେଥିପାଇଁ କି ଆଜି ଆପଣ ଦେଖିବେ ପେଟ୍ରୋଲଟା ଭୁବନେଶ୍ୱର ଯେଉଁ ଅଛି ରାଜମହଲ ଛକରେ ଅଛି, ରାଜମହଲ ଛକରେ ଆପଣ ବର୍ତ୍ତମାନ ବନ୍ଦ ଏବଂ ରାସ୍ତାରୁ ସମ୍ପୂର୍ଣ୍ଣ ରୂପେ କରାଯାଇଛି। ଏବଂ ଭୁବନେଶ୍ୱରରେ ଆଜି ମଧ୍ୟ କୁହାଗଲା ଯେ ସବୁ ପେଟ୍ରୋଲ ଟ୍ୟାଙ୍କଠୁ ଆରମ୍ଭ କରି ସରକାରୀ ଅଫିସ୍ ଏବଂ ସରକାରୀ ଅଫିସ୍ ତ ସବୁ ବର୍ଷ ବନ୍ଦ ରହିନି, ପ୍ରାଇଭେଟ୍ ଅନୁସାରେ ବନ୍ଦ ଅଛି, କିନ୍ତୁ ସରକାରୀ ଯେଉଁ ଅଛି ଅଫିସ୍ ସେଥିରେ କୁହାଯାଇଛି ଯେ 9ଟା ସୁଦ୍ଧା ପହଞ୍ଚିବାକୁ। ତ କୁହାଗଲା ଯେ ଏଇ ଯେଉଁ ବନ୍ଦ ଯେଉଁ ଡାକରା ଯାଇଛି, ଏଥିରେ ବିଜେପି ମଧ୍ୟ ସାମିଲ ଅଛି ଏବଂ କଂଗ୍ରେସ ମଧ୍ୟ ସାମିଲ ଅଛି। କିନ୍ତୁ
ଏଥିରେ ବିଜେପି ବା କଂଗ୍ରେସର କୌଣସି କର୍ମୀମାନଙ୍କୁ ଦେଖିବାକୁ ମିଳୁନି, କିନ୍ତୁ କମ୍ୟୁନିଷ୍ଟ ପାର୍ଟି ସିପିଆଇ ହୁଅନ୍ତୁ ବା ସିପିଆଇ ଏମ୍ ହୁଅନ୍ତୁ, ରେଡ୍ ଷ୍ଟାର୍ ହୁଅନ୍ତୁ ବା ଫରୱାର୍ଡ଼ ବ୍ଲକ୍ ଏଥିରେ ସାମିଲ ଅଛନ୍ତି। ବିଭିନ୍ନ ଜାଗାରେ ପିକେଟିଂ କରୁଛନ୍ତି ଏବଂ ରାସ୍ତାରେ ବସି ପଡ଼ୁଛନ୍ତି। ଏହାଦ୍ୱାରା ଜନସାଧାରଣ ନିହାତି ଭାବରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଯେ ଯେଉଁ ସମକ କୋର୍ଟ ଅଛି, ସମକ କୋର୍ଟ ଯେଉଁ କେନ୍ଦ୍ର ସରକାର ଯେଉଁ କରୁଛନ୍ତି ତାକୁ ଯେଉଁ ପର୍ଯ୍ୟନ୍ତ ବାତିଲ ନ କରୁଛନ୍ତି ସେହି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏବଂ ଯେତେବେଳେ ଜନସାଧାରଣ ମଧ୍ୟ ଏଥିରେ ସାମିଲ ଅଛନ୍ତି, ଜନସାଧାରଣମାନେ ନିଜେ ସ୍ୱକର୍ତ୍ତା ଭାବରେ ସବୁ ଦୋକାନ ବଜାର ବନ୍ଦ ହୋଇଛି। ସେମିତି ଦେଖିବାକୁ ଗଲେ ଯେ ଗାଡ଼ି ମଟର କାଁ ଭାଁ କିଛି ଚାଲୁଛି, ଜରୁରୀକାଳୀନ ଯେମିତି କୁହାଯାଇଛି ଯେ ହସ୍ପିଟାଲ ଏବଂ କିଛି ଏମର୍ଜେନ୍ସିକୁ କୌଣସି ପ୍ରକାର ବାଧା କରାଯାଉନି। କିନ୍ତୁ ଯଦି କୌଣସି ଲୋକ ଯଦି ଘରୁ ବାହାରୁଛନ୍ତି ତାହେଲେ ସାବଧାନ ରୁହନ୍ତୁ, କାହିଁକିନା ଭୁବନେଶ୍ୱର 4 ଜାଗାରେ ଛକି ଅଛନ୍ତି, ସେଥିପାଇଁ ସଜାଗ ରହିବେ ବୋଲି ଆଶା। ଏବଂ ମୋତେ ଲାଗୁଛି ଆଜିର ଯେଉଁ ଭାରତ ବନ୍ଦ ଯେଉଁ ଡାକରା ଯେଉଁ ଭୁବନେଶ୍ୱର ଏହାର ପ୍ରଭାବ ନିହାତି ଭାବରେ ପଡ଼ିଛି ଏବଂ ଏହା କେନ୍ଦ୍ର ସରକାର ଉପରେ କ'ଣ ପ୍ରଭାବ ପଡ଼ୁଛି ଏହା ଦେଖାଯିବ। ଅଶୋକ ମହାନ୍ତି, ଏକାମ୍ର।